ଆଜିର କ୍ୟାଣ୍ଟିନ୍ ଖଟିର ମାହୋଲ ଭାରି ଗରମ ଥିଲା। ଟପିକ୍ ଥିଲା ପଲିଟିକ୍ସ ଆଉ ପଲିଟିସିଆନ୍। ଯିଏ ଯାହାର ପଏଣ୍ଟ ଅଫ୍ ଭ୍ୟୁ କହି ଚାଲିଥାନ୍ତି, ଯିଏ ଯାହା ପାର୍ଟିକୁ ସପୋର୍ଟ କରି ଚାଲିଥାନ୍ତି, ଅଲଗା ପ୍ରକାର ଆର୍ଗୁମେଣ୍ଟ ଚାଲିଥିଲା। ତ ଆଜି ପୁଣି ଜଣେ ସିନିୟର ଆସିକି କହିଲେ ଯେ ଆଉ ନାଲି ପିମ୍ପୁଡ଼ି ଆଉ କଳା ପିମ୍ପୁଡ଼ିକୁ ଯଦି ଆମେ ଗୋଟେ ଡବାରେ ରଖିଦେବା କିଛି ଅସୁବିଧା ହେବନି, ସେମାନେ ଆରାମରେ ଚଳିବେ, ତା ଭିତରେ ବୁଲିବେ। ଯଦି ସେ ଡବାକୁ ସେକ୍ କରିଦେବା ତାହେଲେ ନାଲି ପିମ୍ପୁଡ଼ି ଭାବିବ ଯେ କଳା ପିମ୍ପୁଡ଼ି ମୋର ଶତ୍ରୁ, ଆଉ କଳା ପିମ୍ପୁଡ଼ି ଭାବିବ ନାଲି ପିମ୍ପୁଡ଼ି ମୋର ଶତ୍ରୁ, ଆଉ ଦୁଇ ଜଣ ଭିତରେ କାମୁଡ଼ା କାମୁଡ଼ି ଷ୍ଟାର୍ଟ ହେବେ, ଫାଇଟ୍ ଅଲଗା ପ୍ରକାର ଚାଲିବ। ଏଇଥିରୁ ବୁଝିବା କଥା ଯେ ପାର୍ଟି କାହାର ବି ହେଇଥାଉ, ଝଗଡ଼ା ତ ଲୋକ ହିଁ କରନ୍ତି ନା। ତ ଏଠି ପିମ୍ପୁଡ଼ି କିଏ ଆଉ ସେକ୍ କରୁଛି କିଏ?